ପିଲାମାନେ ଏବେ ଦେଖିବା ସରସୁପଦର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଗୋଟିଏ ବାକ୍ୟରେ ଉତ୍ତର ଦିଅ। ତାପରେ ଦେଖିବା 2 ନମ୍ବର କ ଲକ୍ଷ୍ମୀପୁରରୁ ଦେଢ଼କୋଶ ଦୂରରେ କେଉଁ ଘାଟି ପଡ଼େ? ଏ ଟିକେ ଆଗରୁ ମୁଁ କହିଲେ ତୁମକୁ କେଉଁ ଘାଟି? ଧର୍ମଦୁଆର ଘାଟି ପଡ଼େ। ତାପରେ ଦେଖିବା ଧର୍ମଦୁଆର ଘାଟିର ଏ ପାଖରୁ କେତେ ଓ ସେ ପାଖରୁ କେତେ ପାହାଡ଼ ଠିଆ ହେଇଛି? ତଳେ ଦେଖ ମୁଁ ଲେଖିଦେଇଛି ଏ ପାଖୁ 50 ଆଉ ସେ ପାଖୁ ଏ ପାଖୁ 40 ଆଉ ସେ ପାଖୁ 50 ପାହାଡ଼ ଧକ୍କାଧକ୍କି ହେଇ ଠିଆ ହେଇଛି। ତାପରେ ଦେଖିବା କ ନମ୍ବର ଧର୍ମଦୁଆର ଘାଟିର ଉତ୍ତରକୁ କେଉଁ ଗାଁ ପଡ଼େ? ସରସୁପଦର ଗାଁ ପଡ଼େ। ତାପରେ ଦେଖିବା ଘ ନମ୍ବର ଧର୍ମଦୁଆର ଘାଟିର କେତେ ଦୂରରେ ସରସୁପଦର ଗାଁ ପଡ଼େ? କଷେ ଦୂରରେ। ଅ ନମ୍ବର ସରସୁପଦର ଗାଁରେ କେଉଁ ସବୁ ଜାତିର ଲୋକ ବାସ କରନ୍ତି ରେ? ଡମ୍ବସାହି, ଗଦବାସାହି ଆଉ ପରଜାସାହି। ତାପରେ ଦେଖିବା ଟଣିଆ ଶବ୍ଦର ଅର୍ଥ କ'ଣ? ମୁଁ ତଳେ ଲେଖିଦେଇଛି ଦେଖ ଚ ନମ୍ବର ଝାଟିର ଜାଲିବାଡ଼। ଟଣିଆ ଶବ୍ଦର ଅର୍ଥ ହେଉଛି ଝାଟିର ଜାଲିବାଡ଼। ତାପରେ ଦେଖିବା 6 ନମ୍ବର କେତେ ଘର ଲୋକ ସରସୁପଦର ଗ୍ରାମରେ ବାସ କରନ୍ତି ରେ? 20 ଘର ଲୋକ ବାସ କରନ୍ତି। ଶୁକ୍ରଜାନୀ ସ୍ତ୍ରୀର ନାମ କ'ଣ? ସମ୍ବାରୀ। ପିଲାମାନେ ଭିଡ଼ିଓଟି ଡାଉନଲୋଡ଼ କର, ଡାଉନଲୋଡ଼ କରିକି ସେଭ୍ କର, ଥରେ ଦୁଇଥର ଦେଖ, ଆରାମସେ ମନେ ରହିଯିବ। ତାପରେ ଦେଖିବା 6 ନମ୍ବର ସମ୍ବାରୀ ସକାଳୁ କେଉଁଠିକୁ ଶାଗ ତୋଳିବାକୁ ଯାଇଥିଲା? କେଉଁଠି ଯାଇଥିଲା? ମୁଁ ଟିକେ ଆଗରୁ MCQ କ୍ୱେଶ୍ଚନ୍ ବି କହିଛି ଭାଲୁଗାଡ଼ି ଝୋଲକୁ ଯାଇଥିଲା। ତାପରେ ଦେଖିବା ସମ୍ବାରୀକୁ କିଏ ନେଇଗଲା? ମଣିଷଖିଆ ବାଘ ନେଇଗଲା। ତାପରେ ଦେଖିବା ଟ ନମ୍ବର ମାଣ୍ଡିଆ ଚୁନା କି ଶାଗ କିମ୍ବା ଫେସା ହୋଇଥିବା ଆମ୍ବଟାକୁଆର କୋଇଲିକୁ କିଏ ଚୁଲିରେ ବସାଏ? ଏଇଟା ଦେଖ ମୁଁ ତଳେ ଲେଖିଦେଇଛି ଟ ନମ୍ବର ଜିଲି ନହେଲେ ବିଲି। ପିଲାମାନେ ଉପରେ ଜାଗା ହେଉନି ତ ତେଣୁ ମୁଁ ତଳେ ଲେଖିଦେଇଛି, ତମେ ଦେଖିନେବ। ତାପରେ ଦେଖିବା ଠ ନମ୍ବର ଶୁକ୍ରଜାନୀ କ'ଣ ପିକା କରି ଟାଣେ? କ'ଣ ଟାଣେ ରେ? ଧୂଆଁ ପତ୍ର। ତାପରେ ଦେଖିବା ଡ ନମ୍ବର ତଲରା ଓ ତଲରୀ ଶବ୍ଦର ଅର୍ଥ କ'ଣ? ତଳେ ଲେଖିଦେଇଛି ଦେଖ ଡ ନମ୍ବର ତଲରା ଶବ୍ଦର ଅର୍ଥ ହେଉଛି ପିଠି ପଖିଆ ଓ ତଲରୀ ଶବ୍ଦର ଅର୍ଥ ହେଉଛି ମୁଣ୍ଡର ଛତା। ତାପରେ ଦେଖିବା ଢ ନମ୍ବର ଶୁକ୍ରଜାନୀକୁ କ'ଣ ଭଲ ଲାଗେ? ଏଠି ତଳେ ଲେଖିଛି ଦେଖ ଢ ନମ୍ବର ଘରକରଣାର ସବୁ ଅଳିଆ ଦଳିଆ ଛାତ ତଳେ ନାକ କାନ ରୁନ୍ଧା ଯେଉଁ ମୁଠା ଧୂଆଁ ତାକୁ ଭଲ ଲାଗେ। ତାପରେ ଦେଖିବା ମୁଦିଅଣ ଶୁକ୍ରଜାନୀ କ'ଣ ବିଶ୍ୱାସ କରେ? ସବୁରି କର୍ତ୍ତା ଗୋଟିଏ ଭୂତ ବା ଡୁମା। ଶୁକ୍ରଜାନୀ ଏହା ବିଶ୍ୱାସ କରେ। ତାପରେ ଦେଖିବା ତ ନମ୍ବର ସରସୁପଦର ପାହାଡ଼ି ନଈରେ କିପରି ଡେଇଁ ଡେଇଁ ପାଣି ଚାଲେ? କିପରି ରେ? ଏଇଟା ବି ମନେ ରଖିବ କବ କବ। ସରସୁପଦର ପାହାଡ଼ି ନଈରେ ପାଣି କବ କବ ଡେଇଁ ଡେଇଁ ଚାଲେ। ତାପରେ ଦେଖିବା ଥ ନମ୍ବର ପାହାଡ଼ ତଳର କେଉଁ ଜମିରେ ଧାନ ହୁଏ? ଏଇଟା ଦେଖ ଏଠି ମୁଁ ଲେଖିଦେଇଛି ଢିପତଳ ଭୂଇଁ ଆଉ ସନ୍ତସନ୍ତିଆ ଅଞ୍ଚଳରେ ଭଲ ଚାଷ ହୁଏ। ତାପରେ ଦେଖିବା ଦ ନମ୍ବର ଶୁକ୍ରଜାନୀ ଆଉ କିଏ ମିଶି ପାହାଡ଼କୁ ଚାଷ ଭୂଇଁ କରିଥିଲେ? ଏଇଟା ମୁଁ MCQରେ ବି କହିଛି ଶୁକ୍ରଜାନୀ ଆଉ କିଏ? ଲବକନ୍ଧ। ତାପରେ ଦେଖିବା ଧ ନମ୍ବର ମଣିଷ ମରିଗଲେ କେଉଁଠାରେ ତା ନାଁରେ ଖଣ୍ଡେ ଗଜିଆ ପଥର ପୋତା ହୁଏ ବୋଲି ଶୁକ୍ରଜାନୀ କହିଛି? ଧ ନମ୍ବର ଦେଖ ମୁଁ ଲେଖିଦେଇଛି ଗାଁ ମଝି ଗୁରୁଡ଼ି ଆମ୍ବ ଗଛ ମୂଳେ। ଗୋଟେ ମଣିଷ ଯେତେବେଳେ ତାଙ୍କର ପରଜା ସମ୍ପ୍ରଦାୟରେ ମରିଯାଆନ୍ତି ସେତେବେଳେ ଗାଁ ମଝିରେ ଗୋଟେ ଆମ୍ବ ଗଛ ଅଛି, ସେଇ ଆମ୍ବ ଗଛ ତଳେ ପଥର ଗୋଟେ ପୋତା ହୁଏ। ତାପରେ ଦେଖିବା 9 ନମ୍ବର ଶୁକ୍ରଜାନୀ କାହା ଉପରେ ବିଶ୍ୱାସ ରଖେ? ଶୁକ୍ରଜାନୀ ସବୁବେଳେ ନିଜ ଉପରେ ବିଶ୍ୱାସ ରଖେ, ଭରସା ରଖେ। ତାପରେ ଦେଖିବା ପ ନମ୍ବର ଶୁକ୍ରଜାନୀ ପାହାଡ଼ ଲଣ୍ଡା କଲାବେଳେ ଏକାବେଳେ କେତେ ଘଣ୍ଟା କୁରାଢ଼ୀ ହଲାଏ ନାହିଁ? ଏଇଠି ଦେଖ ପ ନମ୍ବର ମୁଁ ଆନ୍ସର ଲେଖିଦେଇଛି ସେ ମିନିମମ୍ 5-6 ଘଣ୍ଟା କାମ କରେ, ଜମା କୁରାଢ଼ୀ ଓଲାଏ ନାହିଁ। ମାନେ ବହୁତ ଷ୍ଟ୍ରଙ୍ଗ ଥିଲା ପିଲାମାନେ, ପୁରା ପଥର ପରି ସେ ଠିକ୍ କହିଛି ଆଉ। ତାପରେ ଦେଖିବା ଫ ନମ୍ବର ଶୁକ୍ରଜାନୀ ହାକିମମାନଙ୍କ ବୋଝକୁ ନେଇ କେଉଁଠି ପହଞ୍ଚାଉଥିଲା? ମାଙ୍କଡ଼ଝୋଲା କି କାକିରି ଗୁମା ବଙ୍ଗଳାରେ ପହଞ୍ଚାଉଥିଲା। ତାପରେ ଦେଖିବା ବ ନମ୍ବର ଶୁକ୍ରଜାନୀ କଷେ ବାଟ ହାକିମଙ୍କ ବୋଝ ନେଇ ଗଲେ କେତେ ପଇସା ମିଳୁଥିଲା ତାକୁ? ପଇସାଏ ମିଳୁଥିଲା। ତାପରେ ଦେଖିବା ଭ ନମ୍ବର ଶୁକ୍ରଜାନୀର ବୟସ କେତେ? ଶୁକ୍ରଜାନୀର ବୟସ ହେଉଛି 50। ମ ନମ୍ବର ପରଜା ସ୍ତ୍ରୀ ଲୋକଙ୍କ ତୁଠ କେଉଁଠାରେ? ନାଳର ବାଙ୍କରେ ପରଜା ସ୍ତ୍ରୀ ଲୋକଙ୍କ ତୁଠ। ତାପରେ ଦେଖିବା ଜ ନମ୍ବର ଟିକରାଜାନୀକୁ ଦେଖିଲେ କିଏ ମନେ ପଡ଼ିଯାଏ? ତାର ମା, ମଲା ମା। ଏଟା ମୁଁ MCQରେ ମଧ୍ୟ କହିଛି ଟିକରାଜାନୀ କାହା ପରି ଦେଖାଯାଏ? ତା ମା ପରି।
ଏଇଠି ଦେଖ ବୁଲେଇକି କ୍ୱେଶ୍ଚନଟା ଦେଇଛି। ଟିକିର ଜାନିକୁ ଦେଖିଲେ କିଏ ମନେ ପଡ଼ିଯାଏ? ତାର ମଲା ମା। ତାପରେ ଦେଖିବା ର ନମ୍ବର। ଜିଲି ଓ ବିଲି ଦି ଭଉଣୀ କେଉଁଠାରେ ଗାଧୋଉଥିଲେ? ପାହାଡ଼ ତଳ ଝଲାରେ ଗାଧୋଉଥିଲେ। ଏଠି ସବୁ ମୁଁ ଆନ୍ସର ଲେଖିଦେଇଛି ପିଲାମାନେ, ଭଲସେ ଦେଖିବ। ଆଉ ତଳେ ବି ନମ୍ବର ୱାଇଜ ଲେଖିଦେଇଛି ଯେଉଁଗୁଡ଼ା ଜାଗା ହେଲାନି। ତାପରେ ଦେଖିବା ଳ ନମ୍ବର। ଜମାନ ହସି ହସି କେଉଁଠାରେ ଛପିଗଲା? ଜମାନ ହସି ହସି ବୁଦା ଉଢୁଆଳରେ ଛପିଗଲା। ତାପରେ ଦେଖିବା ବ ନମ୍ବର। ଜଙ୍ଗଲ ଜମାନର ଛାଉଣି କେଉଁଠି ପଡ଼େ? ଏଇଟା ଦେଖ ମୁଁ ତଳେ ଲେଖିଦେଇଛି। ଗାଁରେ ନାଇକ ଘର ପିଣ୍ଡାରେ ଗୋରୁଶାଳର ତାଟି ବନ୍ଧା ସେଇ ପାଖରେ ତାର ଛାଉଣି ପଡ଼େ। ତାପରେ ଦେଖିବା ସ ନମ୍ବର। ନାଇକ ଖଜଣା ଅସୁଲ କରି କାହାକୁ ଦିଏ? ରିବିଣୀ ଅମିନକୁ ଦିଏ। ତାପରେ ଦେଖିବା ସ ନମ୍ବର। କିଏ ରଇତମାନଙ୍କ ଠାରୁ ଉଚ୍ଚରେ? ଜଙ୍ଗଲ ଜମାନ ହେଉଛନ୍ତି ରଇତମାନଙ୍କଠୁ ଉଚ୍ଚ। ତାପରେ ଦେଖିବା ସ ନମ୍ବର। ସରି, ସେତେବେଳେ ଥିଲା ମୂର୍ଦ୍ଧନି ସ, ଏବେ ହେଉଛି ଦନ୍ତ ସ କହିଲେ କନଫ୍ୟୁଜ ହେଇଯିବ। ସରସୁପଦର ଗାଁର ଚାରିଆଡ଼େ କ'ଣ ହୁଲ ରହିଗଲା? ଏଠି ଦେଖ ମୁଁ ଲେଖିଦେଇଛି ସ ନମ୍ବର ତଳେ ଲେଖିଛି ଗାର୍ଡ଼ ଗାର୍ଡ଼ ଜମାନ ଜମାନ। ଯେତେବେଳେ ଗାର୍ଡ଼ ଆସିଲେ ସେତେବେଳେ ଗାଁ ଲୋକ ସମସ୍ତଙ୍କୁ ଜଣାଇ ଦିଆଗଲା କି ଗାର୍ଡ଼ ଆସିଲେ ଗାର୍ଡ଼ ଗାର୍ଡ଼ ଜମାନ ଜମାନ, ଏଇ କଥା ଚାରିଆଡ଼େ ହୁଲ ରହିଗଲା। ତାପରେ ଦେଖିବା ହ ନମ୍ବର। ବଣରେ ଗୋରୁ ଗାଈ ଚରାଇବା ପାଇଁ ଜଙ୍ଗଲ ଜମାନଙ୍କୁ କ'ଣ ଦେବାକୁ ପଡ଼େ? ପାନୁ। ପାନୁ ମାନେ କ'ଣ? ଟିକସ। ତାପରେ କ'ଣ କଲେ ଜମାନଙ୍କୁ ଜରିମାନା ଦେବାକୁ ପଡ଼େ? ପୋଡ଼ୁ ଚାଷ କଲେ ଜମାନଙ୍କୁ ଜରିମାନା ଦେବାକୁ ପଡ଼େ। ଶୁକ୍ରଜାନିର କ'ଣ ଦରକାର? ଜମିଟିଏ ଦରକାର। ପରଜା ସମାଜର ରୀତି କ'ଣ? ତଳେ ଲେଖିଦେଇଛି ଦେଖ ଲ ନମ୍ବରଟା। ପରଜା ସମାଜର ରୀତି ହେଉଛି ଯଦି ପୁଅମାନେ ବିବାହ ହେବେ ନିଆରା ଘରେ ରହିବେ। ନିଆରା ଘର ମାନେ ଏକୁଟିଆ ଘରେ ରହିବେ, ତାଙ୍କ ପାଇଁ ଅଲଗା ଘର ରହିବ, ସେଇଠି ସେମାନେ ସ୍ୱାମୀ ସ୍ତ୍ରୀ ରହିବେ 2 ଜଣ, ସେଇଟାକୁ କୁହାଯାଏ ନିଆରା ଘର। ତାପରେ ଦେଖିବା କେତେ ନମ୍ବର ଯାଇଥିଲା? ଲ। ତାପରେ ହେଲା ଅନୁଷ୍କାର। କେତେ ଟଙ୍କା ଦେଇ ଶୁକ୍ରଜାନି ଜଙ୍ଗଲ ଜମାନଙ୍କୁ ଜମିମାନ ପାଇଁ ନିବେଦନ କଲା? କେତେ ଟଙ୍କା ଦେଇଥିଲା? ଯୋଡ଼ିଏ ଟଙ୍କା ଦେଇଥିଲା। ତାପରେ ବିସର୍ଗ। ଗାଁ ତୁଠରେ ଜିଲି କ'ଣ କରୁଥିଲା? ଗୁର୍ଦି ଶାଗକୁ ଧୋଉଥିଲା। ତାପରେ ଦେଖିବା ଲାଷ୍ଟ। କାଜେଡ଼ି କାହାର ଝିଅରେ? କାଜେଡ଼ି ହେଉଛି ପୁରୀ ଜାନିର ଝିଅ। ତାପରେ ଦେଖିବା ଆଇ ନମ୍ବର। ମାଣ୍ଡିଆ ଜାନି ପାଇଁ କାହାକୁ ବାଛା ହେଇଥିଲା? ମାଣ୍ଡିଆ ଜାନି ପାଇଁ କାଜେଡ଼ିକୁ ମନୋନୀତ କରାଯାଇଥିଲା। ତାପରେ ଦେଖିବା ଡବଲ ଆଇ ନମ୍ବର। ଦିନା କାତେ ହେଲା ସରସୁପଦର ଗାଁରେ କେଉଁ ଗପ ଚହଟିଛି? ବାଘଲା ଆଉ ଜିଲି ପରସ୍ପରକୁ ଭଲ ପାଉଛନ୍ତି ଆଉ ବିବାହ ହେବେ, ଏଇ ଗପ ଚହଟିଛି। ପିଲାମାନେ ଏଗୁଡ଼ା ଥରେ 2 ଥର ଦେଖିଦିଅ। ଭିଡ଼ିଓଟିକୁ ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ ନିହାତି କର। ମୁଁ ସବୁ ଟପିକ୍ର ଭିଡ଼ିଓ ଆଣିବି ସବୁ। ଆଉ ତୁମ ଯେତେ ସାଙ୍ଗ ଅଛନ୍ତି ସମସ୍ତଙ୍କୁ ସେୟାର କର।